ବିଡିଓଙ୍କ ବିରୋଧରେ ଲୋକ ପ୍ରତିନିଧି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ବିଡିଓ ପ୍ରଦୀପ କୁମାର କରଙ୍କ ବିରୋଧରେ କାଲିମେଳା ଚେୟାରମ୍ୟାନ୍ ସୁଭାଷିନୀ ସୋଢୀଙ୍କ ନେତୃତ୍ୱରେ 23 ସରପଞ୍ଚ 23 ସମିତି ସଭ୍ୟ 3ଟି ଜଣ ଜିଲ୍ଲା ପରିଷଦ ସଦସ୍ୟ ପୂର୍ବତନ ପିଆର୍ଆଇ ମେମ୍ବର ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଆଜି ମହାମହିମ ରାଜ୍ୟପାଳଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ 10 ଗୋଟି ବିନ୍ଦୁ ଉପରେ ଅଭିଯୋଗ କରିଛନ୍ତି। ଯେଉଁ ସବୁ ଅଭିଯୋଗ ଯାହାକି ଅତି ସାଂଘାତିକ ମନମୁଖୀ ଭାବରେ ଠିକାଦାର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସହ ସହଭାଗିତା ରଖି ପଞ୍ଚାୟତ ସମିତିର କୌଣସି ପ୍ରକାର ନୀତି ନିୟମ ନ ମାନି ନିଜର ମନମାନି ଚଳାଇ ଆସୁଥିବା ବେଳେ ରଙ୍ଗଶାଳା ଖୋଲି ଆଦିବାସୀ ଏବଂ ଅନୁସୂଚିତ ଜାତିର ମହିଳା କର୍ମଚାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ରାତିରେ ଡାକିବା ବିରୋଧ କଲେ ଦରମା ବନ୍ଦ କରିବା ଭଳି ଏକାଧିକ ଅଭିଯୋଗ ନେଇ ଦାବିପତ୍ର ଦେବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଆଉ ଦୃଢ଼ ଭାବରେ ଉଲ୍ଲେଖ କରିଛନ୍ତି ଯେ ଆସନ୍ତା 24/4/2025 ସୁଦ୍ଧା ଯୋଡ଼ି କାଲିମେଳା ବିଡିଓ ପ୍ରଦୀପ କୁମାର କରଙ୍କ ବଦଳି କରିବା ସହ କାର୍ଯ୍ୟାନୁଷ୍ଠାନ ନିଆନଯାଇ ତେବେ ଆସନ୍ତା 29/4/2025 ତାରିଖରେ କାଲିମେଳା ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ଆମରଣ ଅନଶନ କରିବା ନେଇ ଚେତାବନୀ ଦେଇଛନ୍ତି ସମସ୍ତ ନିର୍ବାଚିତ ପ୍ରତିନିଧି। ବଡ଼ିଘାଟ ସରପଞ୍ଚ ଅଛି। ଆମର ଆଜି ଅଭିଯୋଗ ଥିଲା ଯେ ବିଡିଓ ସାରଙ୍କର ତାଙ୍କର ପ୍ରଥମ କଥା ହେଉଛି ତାଙ୍କେ ନିଜର ବ୍ଲକ ସେ ବ୍ଲକଟା ନିଜ ଇଚ୍ଛାରେ ଚଲାଉଛନ୍ତି। ଆଉ ଦ୍ୱିତୀୟ କଥାଟି ହେଲା ତାଙ୍କେ 2 ମାସକୁ ଥରେ 3 ମାସକୁ ଥରେ ଏସିଡିଓ ପିଓ ଚେଞ୍ଜ କରୁଛନ୍ତି, ଯାହାଫଳରେ କି ଆମର ପଞ୍ଚାୟତର ଡେଭଲପମେଣ୍ଟ କାମରେ ଦୃଷ୍ଟି ପଡ଼ୁଛି। ଆଉ ତୃତୀୟ କଥାଟି ହେଲା ଆମର ଏସିଡିଓ ପିଓ ଲେଡିସ୍ ଅଛନ୍ତି। ଆମର ମହିଳା ନିର୍ଯାତନା ଏଇଥିପାଇଁ ଆମେ ଲେଖିଛୁ ଯେ ମହିଳାମାନେ ଅଛନ୍ତି, ଏସିଡିଓ ଅଛନ୍ତି, ପିଓ ଅଛନ୍ତି, ତାଙ୍କୁ ରାତି 8ଟା 9ଟା ବେଳେ ମିଟିଂ ଡାକିଛନ୍ତି ଆଉ ମିଟିଂ କରୁଛନ୍ତି 11ଟା 11:30 ଭିତରେ ଛାଡୁଛନ୍ତି। ସେଥିପାଇଁ ଆମେ ବିଡିଓ ସାରଙ୍କୁ କୋଶ୍ଚିନ୍ କରିବାକୁ ଚାହୁଁଛୁ ଯେ ଏଇ ରାତି 8ଟା 9ଟା ଭିତରେ ମିଟିଂ ଡାକିକି ସେଠି କ'ଣ ମିଟିଂ କରୁଛନ୍ତି? କୌଣସି ଅଫିସିଆଲି ମିଟିଂ ରାତିରେ ହୁଏ ନାହିଁ। ଯାହା ବି ଅଫିସିଆଲି ମିଟିଂ ହବ ସେଟା ଦିନରେ ହୁଏ। ପିସି କାରବାର ନେଇକି ମୁଁ କହିବାକୁ ଚାହୁଁଛି ଆମର ସରପଞ୍ଚ ସଂଘ ଆମେ ଯେତେବେଳେ ରାଲି କରିବାକୁ ଯାଇଥିଲେ ଏସବୁ ଦାବିପତ୍ର ଆମେ ଦେଇଥିଲା ପରେ ମଧ୍ୟ ସେ କାଉଣ୍ଟର ସିଗ୍ନେଚର ଉଠିଗଲା ପରେ ବି ତାଙ୍କେ ଲକ୍ଷକୁ 3 ଲକ୍ଷକୁ ତାଙ୍କେ କମିଶନ ନେଉଛନ୍ତି। ଏଇଟା ସତ କଥା। ହଁ, କମିଶନ ନେଉଛନ୍ତି। ଆଜି ଆମେ ବିଡିଓ ସାରଙ୍କୁ ଆମେ ଏଇଟା ଚେତାବନୀ ଦେବା ପାଇଁ ଆସିଥିଲୁ ଯେ ଆଗକୁ ଆପଣ ଆଗରେ ମତେ ଆମେ କଲେକ୍ଟର ସାରଙ୍କୁ ଆମେ ଚିଠି ଦେଇଥିଲୁ, ନୋଟିସଟା ଦେଇଥିଲୁ। ତାଙ୍କେ କହିଲେ କି ଆମେ 2 ମାସ ପରେ ଆସିଲି, ମୋର ଏଥିରେ କିଛି ଇଣ୍ଟରଭ୍ୟୁ ନାହିଁ, ମୁଁ ଏଥିରେ ଏତେ କାମ ଜାଣିନି। ତ ଏବେ ତ କଲେକ୍ଟର ସାରଙ୍କର ତ 8 ମାସ 9 ମାସ ହେଇଗଲେ। ଏଇ ବିଷୟ ଆଜ୍ଞା ମୁଁ କାଲିମେଳା ବ୍ଲକର ଭାଇସ୍ ଚେୟାରମ୍ୟାନ୍। ଆମେ 2 ମାସ ଆଗରେ ମଧ୍ୟ ଏଠି ବିଡିଓ ସାର୍କୁ ବିରୋଧରେ ଆମେ କଲେକ୍ଟର ସାର୍କୁ ଏଠି ଗୋଟେ ଦରଖାସ୍ତ ଆମେ ଦେଇଥିଲୁ, ଅବଗତ କରିଥିଲୁ। ତାପରେ 2 ମାସ ଭିତରେ ଆମର କିଛି ସଫଳ ହେଲା ନାହିଁ। ଆଉ ଦେଖିଲୁ ତାପରେ କିଛି କାର୍ଯ୍ୟକାରୀ ହେଲା ନାହିଁ ବୋଲି ଆଉ ଆଜି ସମସ୍ତ କାଲିମେଳା ବ୍ଲକର ସରପଞ୍ଚ ସମିତି ସଭ୍ୟା ଆଉ ଜେଡପି ମେମ୍ବର ସମସ୍ତେ ଆଜି କଲେକ୍ଟର ସାର୍ ପାଖରେ ମିଶିଲୁ। ସେ ଉଦା ହେଲାଣି ଆମର ବିଡିଓ ସାର୍ ମାନେ 10 ମାସ ହେଲାଣି ସମିତି ମିଟିଂଟା କରିନାହାନ୍ତି। ଆଉ ଷ୍ଟାଣ୍ଡିଂ କମିଟି ନାଁରେ ହେଇଛି କିନ୍ତୁ କାର୍ଯ୍ୟକାରିତା ହେଉନାହିଁ। ଆଉ କାମ ମଧ୍ୟ ଆସିଲେ ଆମର ଚେୟାରମ୍ୟାନ୍ ନଲେଜରେ ନଥିବ ବିଡିଓ ସାର୍ ସେଟା କାମ ଯାକ ନିଜେ ଭାଗବଣ୍ଟା ମଧ୍ୟ କରୁଛନ୍ତି, ଶୁଣିବାକୁ ପାଇଛୁ ଆମେ। ଆଜ୍ଞା ସେଟା ହେଉଛି ଆମର ସାଥୀ ସେଣ୍ଟର ହେଇଛି ଗୋଟେ କାଲିମେଳା ବ୍ଲକରେ। ସେଟା ମାନେ ନିଯୁକ୍ତି 10ଟି ଭଉଣୀମାନଙ୍କୁ ଦେଇଛନ୍ତି, ସେଟା ଚେୟାରମ୍ୟାନ୍ ମଧ୍ୟ ଜାଣିନାହିଁ, ତାର ନଲେଜରେ ନାହିଁ। ହେଲେ ବିଡିଓ ସାର୍ ନିଜେ ତାଙ୍କ ନଲେଜରେ ଆକା ଅଛି। ସେଥିପାଇଁ ଏ ମିଟିଂ मोर ना हूँ बुता सोडी, मो तेलराई पंचायत सरपंच। जहाँ आज आम कालीमेला ब्लॉक जहाँ यही परिस्थिति को आज आम नेबाकू आज आम कलेक्टर सार ऑफिस को आसचु। जहाँ आम ये कालीमेला पंचायत रे जहाँ दुर्नीति चलुची सेटा आज आम प्रेस मीडिया बा इलेक्ट्रिक मीडिया माध्यम में मु कहबाक चाहे जे आम कालीमेला वीडियो प्रदीप कुमार कर से गत थर भी आम पंचायत मीटिंग रे जहाँ आलोचना होता ये किसी दिन
ପୂର୍ବେ ଆମର BSS ବିଲ୍ଡିଂ ଆସିଥିଲା ସେଇଟା ଦେଖନ୍ତୁ ଏବେ ଚେୟାରମ୍ୟାନ୍ ଅଛି ବ୍ଲକର ମୁଖିଆ ତା ସହିତ ସମିତି ମେମ୍ବର ଅଛି ତା ସହିତ ସରପଞ୍ଚ ପଞ୍ଚାୟତରେ ଅଛନ୍ତି ସେମାନଙ୍କୁ ପଞ୍ଚାୟତ ମିଟିଂ ନ ଡାକିକି ସେ ବିନା ଅନୁମତିରେ ସେ ଆମର ML আর BDO ସାର୍ ବାଘ ବଣ୍ଟା କରିଛନ୍ତି କାଇ 38ଟା BSS ବିଲ୍ଡିଂ ଆସିଥିଲା ସେଇଥିରୁ ML ସାର୍ 20ଟା ବାଣ୍ଟିବ BDO ସାର୍ 18ଟା ବାଣ୍ଟିବ ଏଇଟା କୋଉ ଏଇଟା ଶାସନ ନୁହେଁ ଦେଖନ୍ତୁ ଆମେ ଯାପରେ ପ୍ରତି ପଞ୍ଚାୟତରେ କ'ଣ କରିଲେ BDO ସାର୍ ନା ଯେଇମାନଙ୍କୁ ଭିତରେ ଭିତରେ କ'ଣ କରିଦେଇଛି ଆପଣ ମାନେ କିଏ ନ ଜାଣବା ଭିତରେ ଆପଣ